ଏହି ସ୍ଥାନରେ ଚିଲଡ୍ରେନ୍ ପାର୍କ ହୋଇଥାନ୍ତା, ହେଲେ ଏବେ ତାହା ପାଲଟି ଯାଇଛି ଜଙ୍ଗଲ। ଅନାବନା ଗଛରେ ସ୍ଥାନଟି ପୂରି ଯାଇଥିବା ବେଳେ ଅସାମାଜିକ ଲୋକଙ୍କର ଚରାଭୂଇଁ ପାଲଟିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ 96 ଲକ୍ଷ ଟଙ୍କାରେ ନିର୍ମିତ ହେଉଥିବା ଚିଲଡ୍ରେନ୍ ପାର୍କର କାମ ଅଧପନ୍ତରିଆ ହୋଇ ପଡ଼ି ରହିଛି। 2011 ମସିହାରେ ଏହି ଚିଲଡ୍ରେନ୍ ପାର୍କ ନିର୍ମାଣ ପାଇଁ ବଲାଙ୍ଗୀର ସାଂସଦ କଲିକେଶ ନାରାୟଣ ସିଂଦେଓ ଶୁଭ ଦେଇଥିଲେ। 6 ବର୍ଷ ବିତିଯିବା ପରେ ଏଠାରେ କେବଳ ବାଉଣ୍ଡ୍ରି ନିର୍ମାଣ କାମ ସରିଛି। ପାର୍କ କାମ କେବେ ସମ୍ପୂର୍ଣ୍ଣ ହେବ ତାହାର ଖବର ଏନ୍ଏସି କର୍ତ୍ତୃପକ୍ଷଙ୍କ ପାଖରେ ବି ନାହିଁ। ବୋଧହୁଏ ସମସ୍ତେ ଭାବୁଛନ୍ତି ଶିଶୁ ଭୋଟର ନୁହନ୍ତି, ତେଣୁ ପାର୍କ ନହେଲେ ଭୋଟ ପ୍ରଭାବିତ ହେବ ନାହିଁ। ହେଲେ ଏକଥା ବି ଭୁଲିଯିବା ଉଚିତ ନୁହେଁ, ଆଜିର ଶିଶୁ ଆସନ୍ତାକାଲିର ନାଗରିକ ଆଉ ଭୋଟର ମଧ୍ୟ। 2011 ମସିହାରେ ଏହି ଚିଲଡ୍ରେନ୍ ପାର୍କଟି ନିର୍ମାଣ ପାଇଁ ଶୁଭ ଦିଆଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା କାଗଜ କଲମରେ ସୀମିତ ହୋଇ ରହିଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକାରୁ ଦିଲ୍ଲୀପ କୁମାର ସାହୁ, ଲାଇଭ୍ ଓଡ଼ିଶା।